Praise the Lord. प्रभुଙ୍କର ଆମର ଗୌରବ ହେଉ। Let us turn our Bibles to 1 Samuel chapter 19. ଆମେ ପ୍ରଥମ ସାମୁଏଲ ତାର 19 ପର୍ବ ମଧ୍ୟକୁ ଯିବା। And ପ୍ରଥମ read ସାମୁଏଲ 19 ପର୍ବ। verses 1, 2, and 3. ଆମେ ତାହାର 1, 2 ଏବଂ 3 ପଦ ଆମେ ପଢିବା। ଅନନ୍ତର ଦାଉଦଙ୍କୁ ବଧ କରିବା ପାଇଁ ସାଉଲ ଆପଣା ପୁତ୍ର ଯୋନାଥନକୁ ଓ ଆପଣା ଦାସ ସମସ୍ତଙ୍କୁ କହିଲେ, ମାତ୍ର ସାଉଲଙ୍କର ପୁତ୍ର ଯୋନାଥନ ଦାଉଦଙ୍କ ଠାରେ ଅତ୍ୟନ୍ତ ଅନୁରକ୍ତ ଥିଲା। ଏହେତୁ ଯୋନାଥନ ଦାଉଦଙ୍କୁ କହିଲା, ମୋହର ପିତା ସାଉଲ ତୁମକୁ ବଧ କରିବାକୁ ଚାହାନ୍ତି, ଏଥିପାଇଁ ମୁଁ ବିନୟ କରୁଅଛି, ତୁମ୍ଭେ ପ୍ରାତଃ କାଳରେ ଆପଣା ବିଷୟରେ ସାବଧାନ ହୋଇ କୌଣସି ଗୁପ୍ତ ସ୍ଥାନରେ ରହି ଆପଣଙ୍କୁ ଲୁଚାଅ। ପୁଣି ତୁମ୍ଭେ ଯେଉଁ କ୍ଷେତ୍ରରେ ଥିବ ସେ ସ୍ଥାନକୁ ମୁଁ ଯାଇ ମୋହର ପିତାଙ୍କ ପାଖରେ ଠିଆ ହୋଇ ତୁମ୍ଭ ବିଷୟରେ ମୋହର ପିତାଙ୍କ ସଙ୍ଗେ କଥୋପକଥନ କରିବି। ଯେବେ ମୁଁ କିଛି ଦେଖିବି ତେବେ ତୁମ୍ଭକୁ ଜଣାଇବି। We find the character of Saul becoming bad to worse. ଏଠାରେ ଆମେ ଦେଖିପାରୁଅଛୁ ଦାଉଦଙ୍କ ପ୍ରତି ସାଉଲଙ୍କର କି ପ୍ରକାର ଯୋଉ ବ୍ୟବହାର ଥିଲା ଦିନକୁ ଦିନ ତା କି ପ୍ରକାର ଅଧିକ ଆଉ ତାହା ଖରାପ ଭାବରେ ପରିଣତ ହେଉଅଛି। Last Sunday we saw how Saul saw David as his enemy. ଗତ ରବିବାରରେ ଆମେ ଦେଖିଥିଲୁ କି ପ୍ରକାର ସାଉଲ ସେ ଦାଉଦଙ୍କୁ ନିଜର ଶତ୍ରୁ ବୋଲି ସେ ଭାବିଥିଲେ। But David had no enmity, he had no hatred towards Saul. କିନ୍ତୁ ଦାଉଦଙ୍କର ସାଉଲଙ୍କ ପ୍ରତି କୌଣସି ପ୍ରକାର ହୃଦୟରେ ଶତ୍ରୁତାର ମନୋଭାବ ନଥିଲା କିମ୍ବା ସେ ତାହାଙ୍କୁ ଘୃଣା କରୁନଥିଲେ। Now that feeling, that enmity, that hatred, that anger was increasing in Saul. ସାଉଲଙ୍କ ହୃଦୟରେ ଦାଉଦଙ୍କ ନିମନ୍ତେ ଯୋଉ ଶତ୍ରୁତାର ମନୋଭାବ ଥିଲା, ଯୋଉ ଘୃଣାର ବିଷୟ ଥିଲା, ତାହା ଅଧିକ ଭାବରେ ବଢିବାକୁ ଲାଗିଲା। What are the reasons for that happening? Is because the Lord God has sent an evil spirit to torment Saul. ଏହା କି ପ୍ରକାର ଘଟିଲା ବା କାହିଁକି ଘଟିଲା? କାରଣ ପରମେଶ୍ୱର କଣ କଲେ, ଗୋଟେ ମନ୍ଦ ଆତ୍ମା ସେ ସାଉଲ ମଧ୍ୟକୁ ଆଉ ସେ ଦେଲେ, ଯୋଦ୍ୱାରା କି ସେ ତାହାକୁ ବାଧା ଦେବାକୁ ଲାଗିଲା। And that added with Saul's own anger and hatred was making this what a reaction upon David. ଏବଂ ସେଇ ଯୋଉ ଆତ୍ମା ଥିଲା, ମନ୍ଦ ଆତ୍ମା, ସେ କଣ କଲା, ସାଉଲଙ୍କ ମଧ୍ୟରେ ଆଗରୁ ଯୋଉ କ୍ରୋଧ ଥିଲା, ଆଗରୁ ଯୋଉ ଘୃଣା ଥିଲା, ସେଇ ପ୍ରତିକ୍ରିୟାକୁ ଅଧିକ ଭାବରେ ସେ ତାକୁ ବଢିବା ପାଇଁକା ସେ ତାହାକୁ ଆହୁରି ପ୍ରବର୍ତ୍ତେଇଲା। See, the devil cannot use you unless you have something of the devil with you. ଶୈତାନ କେବେ ଆମକୁ ବ୍ୟବହାର କରିବ, କେତେବେଳେ କରିବ, ଯୋଉ ପର୍ଯ୍ୟନ୍ତ କି ତାହାର କିଛି ତ ବିଷୟ ଯଦି ଆମ ପାଖରେ ଥିବ, ସେତେବେଳେ ହିଁ ସେହି ବିଷୟକୁ ସେ ଆମ ନିମନ୍ତେ ମଧ୍ୟରେ ରଖି ତାକୁ ବ୍ୟବହାର କରିବ। Let's say that you have little anger towards, or you're little angry with somebody wherever you are, wherever they are. ଯଦି କାହା ପ୍ରତି ଆମ ହୃଦୟରେ କିଛି ଗୋଟେ ରାଗର ବିଷୟ ଅଛି ବା ଆମେ ତାହାକୁ ରାଗୁଅଛୁ, now what will happen is that little anger, maybe that fellow shouted at you and it's a small issue actually, but you have that anger inside you. ଯଦି ବି ଆଉ ସେଇ ଲୋକ ହୁଏତ ଆମ ପ୍ରତି ଅଳ୍ପ କିଛି ଦୁର୍ବ୍ୟବହାର କରିଥିବ କି ଆମ ଉପରେ ଚିଲେଇଥିବ, ବଡ ପାଟି କରି କିଛି କହିଥିବ, କିନ୍ତୁ ଆମ ମନ ମଧ୍ୟରେ ସେ କିଛି ପରିମାଣର ରାଗ ତାହା ଆମ ଭିତରେ ଥିବ। Nobody was there when that person shouted. Nobody was there around you. It's a lonely road that he shouted at you, for example. ଉଦାହରଣ ସ୍ୱରୂପ ଯଦି ଆମେ ପ୍ରକାର ଦେଖିବା, ଯଦି ସେଇ ଏକାକୀ ଥିବା ସମୟରେ କେହି ଆମ ପାଖରେ ନଥିବେ, ହୁଏତ ସେଇ ସମୟରେ ସେ ଆମ ଉପରେ ଚିଲେଇଥିବ, ହୁଏତ ସେଇ ରାସ୍ତାରେ ବି ହଉନା କାହିଁକି, ଏକାକୀ ସମୟରେ ହଉନା କାହିଁକି, ସେ ଲୋକ ଯଦି ଆମ ଉପରେ ବଡ ପାଟି କରି କିଛି ଆମକୁ କହିଥିବ, now that anger is inside me. କିନ୍ତୁ ସେଇ ରାଗ ଏବେ ମୋ ହୃଦୟ ଭିତରେ ଅଛି। Now what happens as the days goes by, that begins to increase in size. ଏବେ କଣ ହେବ, ଦିନ ପରେ ଦିନ ଯେତେବେଳେ ବିତିବାକୁ ଆରମ୍ଭ ହେବ, ମୋର ଯୋଉ ରାଗ ଅଛି ତାହା ଧୀରେ ଧୀରେ ବଢିବାକୁ ଲାଗିବ। If anger is not dealt with immediately, it will become wrath, means increased anger.
ଯେତେବେଳେ ଆମ ମନ ମଧ୍ୟରେ ଅଳ୍ପ କିଛି ପରିମାଣରେ ରାଗ ଥାଏ, ଯଦି ତାହାକୁ ଆମେ ସମାଧାନ କରିବାନି, ତାକୁ ଯଦି ଆମେ ଦୂର କରିବାନି, ସେଇ ରାଗ କଣ ହେବ, ପରେ ଯାଇକି କ୍ରୋଧରେ, ଗୋଟେ ବଡ ଆକାର କ୍ରୋଧରେ ତାହା ପରିଣତ ହେଇଯିବ। So devil will use that and make it even more dangerous against that person. ତ ଶୈତାନ କଣ କରିବ? ଶୈତାନ କଣ କରିବ? ସେଇ ରାଗକୁ ସେ ବଡ ଆକାରରେ ତାହାକୁ ପରିଣତ କରିବ ଏବଂ ସେଇ ଲୋକ ବିରୁଦ୍ଧରେ ସେ ତାହାକୁ ବ୍ୟବହାର କରିବ। Now that's what is happening here in Saul's life. ସେ ସମାନ ବିଷୟ ଆଜି ଆମେ ଦେଖିବା ସାଉଲଙ୍କ ଜୀବନରେ ତାହା ଘଟିଅଛି। 18th chapter, his anger towards David was so-called secret and a personal level. 18 ପର୍ବ ମଧ୍ୟରେ ଆମେ ଦେଖିପାରିବା ସାଉଲଙ୍କର ଯୋଉ ରାଗ ଥିଲା, ଦାଉଦଙ୍କ ପାଇଁ ଯୋଉ ଘୃଣା ଥିଲା, ତାହା ବ୍ୟକ୍ତିଗତ ଭାବରେ ଥିଲା, ତାହା ଗୁପ୍ତ ଭାବରେ ଥିଲା। Yeah. So indirectly he tried to get rid of David. ଏବଂ ସେ ପରୋକ୍ଷ ଭାବରେ ଆଉ ସେ ଚାହୁଥିଲେ କି ଦାଉଦଙ୍କୁ କି ପ୍ରକାର ଆଘାତ କରିବା ପାଇଁ କି ତାଙ୍କୁ କିଛି ପ୍ରକାର ସେ ପ୍ରକାର ତାଙ୍କ ପ୍ରତି କିଛି ଗୋଟେ କ୍ଷତି କରିବା ପାଇଁ He made him the commander of the army and made him to go and fight the Philistines, thinking he will die in the battle. ଆମେ ଦେଖିଥିଲୁ କି ପ୍ରକାର ସେ ଚାହୁଁଥିଲେ କି ଦାଉଦ ଯାଇକି ଯୁଦ୍ଧ କ୍ଷେତ୍ରରେ ଲାଗି ଲଢନ୍ତୁ ପଲିଷ୍ଟିୟ ମାନଙ୍କ ବିରୁଦ୍ଧରେ ଏବଂ ସେ ଲଢିବା ଦ୍ୱାରା ମଧ୍ୟ ସେ ମରି ଯାଇ ପାରନ୍ତି, ଆଉ ତାହା ହିଁ ଆଉ ସାଉଲର ମନ୍ତ୍ରଣା ଥିଲା। But he was reading Psalm 121, I think, by heart. That God did not allow him to perish over there, but brought him back home safely. କିନ୍ତୁ ଗୀତ ସଂହିତା 21ରେ ଆମେ ପାଠ କଲୁ ଯେ ପ୍ରକାର ଦାଉଦ କୁହନ୍ତି ଯେ ତାଙ୍କ ବିଜୟର କଥା ସେ କୁହନ୍ତି ଯେ ପରମେଶ୍ୱର ତାହାଙ୍କୁ କୌଣସି ଯୁଦ୍ଧ କ୍ଷେତ୍ରରେ ମରିବା ନିମନ୍ତେ ଛାଡ଼ିଦେଲେ ନାହିଁ, ସେ ତାହାଙ୍କୁ ବିଜୟ କରି ଆଉ ସୁରକ୍ଷିତ ଭାବରେ ସେ ତାହାଙ୍କୁ ଫେରେଇ ଆଣିଲେ। See, God's plan is that David must sit on the throne. କାରଣ ପରମେଶ୍ୱରଙ୍କର ଯୋଜନା ଥିଲା ଯେ ଦାଉଦ ସେ ସିଂହାସନ ଉପରେ ସେ ବସିବେ। Until God's plan is fulfilled, nothing can happen. ଯେ ପର୍ଯ୍ୟନ୍ତ ପରମେଶ୍ୱରଙ୍କର ଯୋଜନା ସଫଳ ନ ହେଇଛି ସେ ପର୍ଯ୍ୟନ୍ତ ଯେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ କୌଣସି ପ୍ରକାର ସେ ଯୋଜନାକୁ ସେମାନେ ବିଫଳ କରିପାରିବେ ନାହିଁ। Now Saul is trying to change God's plan and it's not going to work. ସାଉଲ ଏଠାରେ ଚେଷ୍ଟା କରୁଛନ୍ତି ସେଇ ପରମେଶ୍ୱରଙ୍କର ଯୋଜନାକୁ ପରିବର୍ତ୍ତନ କରିବା ନିମନ୍ତେ, କିନ୍ତୁ ତାହା କୌଣସି ପ୍ରକାରେ କାର୍ଯ୍ୟକାରୀ ହେବ ନାହିଁ। Saul gives an open declaration that all officers in the army, they see him, they should kill him. ସାଉଲ ଏଠାରେ କଣ କରୁଛନ୍ତି, ସେ ଖୋଲାଖୋଲି ଭାବରେ ସେ ସମସ୍ତଙ୍କ ନିକଟରେ ସେ ଖବର ପହଞ୍ଚିଛନ୍ତି ଯେ ମଧ୍ୟ ଦାଉଦଙ୍କୁ ଦେଖିବ ସେ ତାହାଙ୍କୁ ବଧ କରିବ। But you find here that Jonathan, his own son, disobeys his father. କିନ୍ତୁ ଆମେ ଏଠାରେ ଦେଖିପାରିବା ସାଉଲଙ୍କର ନିଜ ପୁତ୍ର ଯୋନାଥନ ସେ ତାହାଙ୍କ ବାପାଙ୍କର ଆଦେଶକୁ ସେ ରଖୁନାହାନ୍ତି ବା ପାଳନ କରିନାହାନ୍ତି। Very sadly, you find this so-called harming people has become an open affair. ଆଉ ଆମେ ଦେଖିପାରିବା ଯେ ଯୋଉ କ୍ଷତିର ବିଷୟ ପହଞ୍ଚିବା ଯୋଉ ବ୍ୟକ୍ତିଙ୍କୁ ଆମେ ସେ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ ଆଉ ଗୋଟେ ସମ୍ପର୍କ ଅଛି ସେଇ ବିଷୟ ଆମେ ଦେଖିପାରିବା। In office we call it in our terms we say politics. ଯଦି ଆମେ ଯୋଉଠି କାମ କରୁଥାଉ ଅଫିସ ହଉ ସେ ଜାଗାରେ ଆମେ କହୁ ଯୋଉଟା କି ରାଜନୀତି ଚାଲେ ଯେ ଲୋକମାନଙ୍କ ମଧ୍ୟରେ। So in church we also say this is church politics. ଏବଂ ମଣ୍ଡଳୀ ମଧ୍ୟରେ ମଧ୍ୟ ଆମେ କହିବା କି ମାଣ୍ଡଳିକ ରାଜନୀତି ଚାଲିଥାଏ ସେଇ ପ୍ରକାର। It is all harming a particular person. ତାହା ଗୋଟେ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ କ୍ଷତି ପହଞ୍ଚାଇଥାଏ। Because of my personal ego or my personal ambitions. ତାହା କେତେବେଳେ ହୁଏ ଯେତେବେଳେ କି ମୋ ନିଜର ବ୍ୟକ୍ତିଗତ ଆଉ ଗର୍ବ ବା ମୋର ବ୍ୟକ୍ତିଗତ କିଛି ଗୋଟେ ଲକ୍ଷ୍ୟ ମୁଁ ହାସଲ କରିବା ପାଇଁ ଆଉ ସେ ବିଷୟ ମୁଁ କରିଥାଏ। This is not a new thing, it's an old thing according to the church is concerned. ଏହା ଏକ କୌଣସି ପୁରାତନ ବିଷୟ ନୁହେଁ, ତାହା ସମସ୍ତେ ଜାଣିଛୁ ଆଉ ଏ ବିଷୟ ମଣ୍ଡଳୀ ମଧ୍ୟରେ ମଧ୍ୟ ହୋଇଥାଏ। Now it happened during the time of the early church that the Pharisees, Sadducees gave an order that nobody should preach the gospel. ଯଦି ଆମେ ଦେଖିପାରିବା
फारुसी एवं साधुकी मानक समय तेबले केही मध्य ईश्वरଙ୍କୁ समाचार प्रचार करि परिबे नाही से प्रकार नियम से माने बाहर करथिले से प्रकार से माने करूथिले। You know, they told the Peter and John that you should not preach the gospel anymore. से माने पीतर एवं जोहन को कहिथिले कि तुमे कौनसी प्रकारे सुसमाचार तुम प्रचार करि परिबा नाही। But in Acts 5 and verse 29, they said, the Peter says that we must obey God. प्रेरित तार जदि आमे देखिबा 5:29 रे प्रकार लिखा जाए कि किंतु से कहते हमकु ईश्वरकर वाक्य प्रचार करिबाकू हेबो। Today, the church persecution has become maybe a national agenda also. I don't know. जदि आज देखिबा आजर समय रे आंतर्जातिक भाबरे मध्य मंडली मध्यर जो ताड़नार विषय हमें समस्त जगह देखि परिबा। We find many Christians and people being harmed. अनेक ख्रिस्टियन माने अविश्वासी माने से माने प्रकार क्षति पाउछंती ता हमें देखि परिबा। We do not know the reason why they are being harmed. आज्ञा कहती कि तो मते से जानि नांदी कि तांको पाखर कोनोसी प्रकार कारण देखि पारंती ना काहे कि तांको से प्रकार करा जाय। But one thing it says, Bible says over there, that we are supposed to obey God. किंतु एक प्रकार विषयटा बाइबल लिखा जाय आमानको ईश्वरंकर आज्ञा पालन करिवार आवश्यकता अछि। In our day-to-day life, you find persecution coming to you because you follow God. You have to obey God. हमर दैनन्दिन जीवन रे मध्य आमे जानिछु कि हमकु ताड़ना आसीबो किंतु हमकु ईश्वरंक पछरे जीवाको हेबो ईश्वरंकर वाक्य पालन करिबाको हेबो। No, I know one of our friends of mine. He changed his job about 8 to 9 times in his 15 years of life. आज्ञा कहते तांकर जने बंधुक विषय जे कि तांकर जीवन से 15 वर्ष मध्य रे से बहुत थर से तांकर से चाकरी को से परिवर्तन करिथिले। Why did he lose his job? Why did he change his job in such a short period of time? काहे कि से प्रकार अति अल्प समय रे निजर जो चाकरी थिला को से बारंबार बदलौथिले। Because most of the so-called companies wanted him to do some little golmaal, little corruption here and there. जो कंपनी से काम करूथिले से माने चाहूथिले कि से किछि गोटे एपट सेपट काम करंतु किछि दुर्नीतिर विषय करंतु बोली। But he did not want to compromise against God's word in his heart. किंतु से कौन से प्रकार जो परमेश्वरଙ୍କର वाक्य तांग हृदय मध्यरे थिला ता विरुद्ध रे जाय कि से कौन से प्रकार दुर्नीतिर कार्य करिबाकू चाहू नथिले। Today the world wants us to go with them, obeying their sinful actions. आज जगत मध्य चाहे आमे जगत पछरे जीवा तार पापरे पूर्ण कार्य गुडी को पछरे आमे जीवा एवं ताहा आमे करिबा। If you do this, if you give some wrong accounting, wrong auditing, no problem, you will get a promotion. जदि से कंपनी भितर आमे काम करिया बेले किछि गोटे हिसाब किताब आमे भूल देबा हमको प्रमोशन मध्ये मिलि जिवो ए प्रकार विषय। We cannot do that. We got to obey God's word. किंतु आमे से प्रकार करि परिबा नाही हमको ईश्वरंकर वाक्य को पालन करिबार आवश्यकता रही अछि। Now, just because my boss told me to do something and he's giving me a salary does not mean that I got to obey him when he tells me to do wrong things. मु जो मालिक पाखरे काम करे से मते दरमा दउचंती बोली ताहा नुहे से जहा भी किछि मते भूल काम मध्ये करिबा को कहिबे मु ताहा करिबी। Now here you find Jonathan openly says no to his father. एठारे हम देखि परिबा जोनाथन से से कोन कहउछन सीधा सड़क भाबरे से कहउछंती तांको पितांको जो कथा थिला ताहाकु से मानु नहांती बा ताहाकु से करिबनी बोली से कहउछंती। There are only two brothers, the Bible says. The first two brothers we find in the book of Genesis chapter 4. आमे दुई भाइको विषय देखिबाटा कि प्रथमे लेखा जाए आदि पुस्तक तार 4 पर्व रे। One is Cain, the other is Abel. जणे होचंती कयिन आ जणे होचंती हेबल। I know, and nobody was there when this murder took place. जेतेबेले सेही हत्यार घटना घटी थिला से समय रे केही मध्ये नथिले। But God questioned Cain by asking, where is your brother Abel? किंतु परमेश्वर से कयिन को प्रश्न पचारिले से कहले तुम भाई हेबल से केउठारे। We know the story. We just finished the story of Joseph,
ଆଉ ଆମେ ଏହି ଗପ ଯୋଉ କାହାଣୀ ବିଷୟ ଆମେ କଥା ବିଷୟରେ ଆମେ ଜାଣିଛୁ, ଆମେ ଯୋସେଫଙ୍କ ସମୟରେ ମଧ୍ୟ ତାହା ଆମେ The ଦେଖିଥିଲୁ। brothers go and tell father a false report and say an animal came and killed him, and we do not know where our brother is. ଯୋସେଫଙ୍କ ଭାଇମାନେ ମଧ୍ୟ ସେ ପ୍ରକାର କରିଥିଲେ। ସେମାନେ ତାଙ୍କ ବାପାଙ୍କୁ ଯାଇକି କହିଲେ କି ଆଉ ମୋ ଭାଇ ସେ ଯୋସେଫ କେଉଁଠୁ ଅଛି ଆମେ ଜାଣିନୁ, ହୁଏତ ତାକୁ କୌଣସି ବନର ପଶୁ ଆସିକି ତାହାକୁ ହତ୍ୟା କରିଲା। As children of God, we are responsible for every other neighbor of ours. ଯେହେତୁ ଆମେ ପରମେଶ୍ୱରଙ୍କର ସନ୍ତାନ ଅଟୁ, ଆମ ମାନଙ୍କର ଆଜି କର୍ତ୍ତବ୍ୟ ଅଛି, ଆମେ ଆମ ପ୍ରତ୍ୟେକ ପ୍ରତିବାସୀ ମାନଙ୍କ ବିଷୟରେ ମଧ୍ୟ ବିଷୟ ଆଉ ଆମେ ଜାଣିବା ଦରକାର। It does not matter whether they love you or hate you, but you have to love them and you got to be of a help to them. ସେମାନେ ଆମକୁ ପ୍ରେମ କରନ୍ତୁ କିମ୍ବା ସେମାନେ ଆମ ସହିତ ଭଲ ସମ୍ପର୍କ ରଖନ୍ତୁ କି ନ ରଖନ୍ତୁ ତାହା ଜରୁରୀ ନୁହେଁ, କିନ୍ତୁ ଆମେ ମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଆମ ମାନଙ୍କର କର୍ତ୍ତବ୍ୟ ଅଛି ଯେ ଆମେ ସେମାନଙ୍କୁ ପ୍ରେମ କରିବା, ଆମେ ସେମାନଙ୍କର ଖବର ରଖିବା। Why is this problem today increasing? କାହିଁକି ଏହି ପ୍ରକାର ସମସ୍ୟା ଆଜିର ସମୟରେ ତାହା ବଢିବାରେ ଲାଗିଅଛି? We don't harm anybody. We go quietly about our business, but we find people coming and harming us everywhere. ଆମେ କାହାକୁ କ୍ଷତି ପହଞ୍ଚାଇ ନଥାଉ, ଆମେ ଯାଇଥାଉ ଆମ କାମକୁ ଆଉ ଆମେ ଫେରିଥାଉ ସେ ପ୍ରକାର, କିନ୍ତୁ ଆମ 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 ପ୍ରତି କାହିଁକି ସେ ପ୍ରକାର ବିଷୟ ଘଟେ? It is a very interesting Psalm 32. ଯଦି ଆମେ ଗୀତ ସଂହିତା 32 ରେ ଆମେ ଗୋଟେ ଉତ୍ତମ ବିଷୟ There ଦେଖିପାରିବା। are 3 words in that in verse 5. ଆଉ ସେଇ 5 ପଦରେ ଆଉ 3 ଗୋଟି ଶବ୍ଦ ଆମେ ଦେଖିପାରିବା। It is, you can read Psalm 32 and verse 5. Uriah. ଗୀତ ସଂହିତା 32 ର 5 ଆମେ ପଢିବା। ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ ଆପଣା ଅଧର୍ମ ଲୁଚାଇଲି ନାହିଁ। ମୁଁ କହିଲି, ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି, ତହିଁରେ ତୁମ୍ଭେ ମୋର ପାପ ଘଟିତ ଅଧର୍ମ କ୍ଷମା କଲ। Okay. What are the 3 key words over there? They're all interlinked words. 32:5 ନା? Yes, Psalm 32. Okay, out in Uriah 30. Yeah. How does it come there? It's like convince your sin, and I did not hidden my sin. Okay. He's confessing that. I acknowledge my sin. The first word is Hmm. my sin. Okay. ପ୍ରଥମେ Then- ଆମେ ଦେଖିପାରିବା ଲେଖା ଯେ ଆପଣା ପାପ ସ୍ୱୀକାର କଲି, Then he says, my iniquity. ଏବଂ ନିଜର ଅଧର୍ମ ଲୁଚାଇଲି ନାହିଁ। Then my transgression. Uriah, how does it come? transgression ମୋର ପାପ ଘଟିତ ଅଧର୍ମ ତୁମେ କ୍ଷମା କଲ। Okay. Now these 3 words, they look the same, but many of them don't understand the meaning behind it. ଯଦି ଆମେ ଦେଖିବା ଏହି 3 ଗୋଟି ଆଉ ଯୋଉ ଆମେ ଦେଖିପାରିବା ଯୋଉ ବିଷୟ ଲେଖାଯାଏ ତାହା ପରସ୍ପର ସହିତ ସମାନ ଲେଖାଯାଏ, କିନ୍ତୁ ତାର ଅର୍ଥ ଭିନ୍ନ ଅଟେ। Sin, what is sin? ପାପ କଣ ଅଟେ? Sin and opposite of sin is righteousness. Okay. ପାପର ବିପରୀତ କଣ ଅଟେ? ପାପର ବିପରୀତ ଯଦି ଆମେ ଦେଖିବା ଧାର୍ମିକତା ଅଟେ। Okay. Now, when you obey God, it is righteousness. ଯେତେବେଳେ ଆମେ ପରମେଶ୍ୱରଙ୍କର ଆଜ୍ଞାବହ ହେବା ଆଉ ତାହା ବୁଝାଯାଏ ଧାର୍ମିକତାର ବିଷୟକୁ। But when you disobey God, it is called sin. ଯେତେବେଳେ ଆମେ ଈଶ୍ୱରଙ୍କୁ ଅବାଧ୍ୟ ହୋଇଥାଉ, ଆମେ ତାହାଙ୍କ କଥା ମାନି ନଥାଉ, ତାହା ପାପ ବିଷୟକୁ ବୁଝାଏ। Okay. So each time that you obey God, it is accounted to you, or it comes into your account as righteousness. ଯେଉଁ ମୁହୂର୍ତ୍ତରେ ଆମେ ପରମେଶ୍ୱରଙ୍କର ଆଜ୍ଞାବହ ହେଇଥାଉ, ତାହା ଆମ ନିକଟକୁ ସେ ଧାର୍ମିକତାର ବିଷୟ ହେଇକି ଆସିଥାଏ। Okay. Now Abraham obeyed God, it was accounted to him as righteousness. ଅବ୍ରାହମ ସେ ପରମେଶ୍ୱରଙ୍କର ଆଜ୍ଞାବହ ହୋଇଥିଲେ ଏବଂ ତାହା ତାହାଙ୍କର ଧାର୍ମିକତାକୁ ବୁଝାଏ। But when you disobey God, it is accounted to that person as sin. କିନ୍ତୁ ଯେତେବେଳେ ଜଣେ ପରମେଶ୍ୱରଙ୍କର ଅବାଧ୍ୟ ହୁଏ, ତାହା ପାପ ରୂପରେ ତାହା ନିକଟକୁ ଆସେ। Okay. Now this sin, it's that nature within us. ସେଇ ପାପ ତାହା ଏକ ଗୁଣ ଯୋଉଟା କି ଆମ ଭିତରେ ତାହା ଆସିଥାଏ। In Romans 3 and verse 23, if you find that anything that does not glorify God.
रोमियो तार 3:23 रे जे प्रकार लिखा जाए जे कौन से विषय जहा कि परमेश्वरंकर गौरव रे आसे नाही. You know, all of us have sinned. You know, we have all sinned, and that's it. Anything against sin will not glorify. Anything against God will not glorify God. समस्त पाप आम कर जे प्रकार हम कहवा जहाँ परमेश्वर विरोध में उठिब जे कौन विषय होना कहीं ताहा केबे परमेश्वर गौरवर कारण हो पारिबो नाही. Now, this is this nature of self-pleasing, you could say. सेही गुण कौन अटे ताहा निजर निजको संतुष्ट वा आत्म संतुष्ट करिवार विषय. And this is done through our strength and not God's strength. तो से ताहा कौन हेबो ताहा आम निजर बल रे हम करिथाउ कौन से परमेश्वर का सहायता हम करन था. To obey God, you need strength, and that strength is from the Holy Spirit. यदि हमें परमेश्वर आज्ञाबह हेबाकु चाहूचु से शक्ति केउंठार आसीबो ता परमेश्वरଙ୍କ ठारु पवित्र आत्माଙ୍କ ठारु ता आसी हमकु सहायता करिवो. But to disobey God, you don't need God's Holy Spirit strength. You do it with your strength. किंतु यदि परमेश्वरଙ୍କର अनाज्ञा करिवार अछि त हमकु परमेश्वरଙ୍କର शक्तिर आवश्यकता पड़ी न थाए हम निजे निजे बल रे निजे ही ता हमें करिथाउ. Now, righteousness is obeying God. धार्मिकता परमेश्वरଙ୍କର आज्ञाबह हेबार विषय. Listen to this carefully. Righteousness is obeying God and pleasing God. अति ध्यान सह हमें सुनिबा धार्मिकता परमेश्वरଙ୍କର संतुष्ट हेबार विषय परमेश्वरଙ୍କର आज्ञाबह हेबार विषय. But you cannot do it with your strength. किंतु ताहा हमें निज बल रे निजर शक्ति सहाय्य रे हमें करि परिबा नाही. You need the strength or the help of the Holy Spirit to please the Heavenly Father. ताहा केवल हमें पवित्र आत्मांकर शक्तिर सहाय्य रे हमर स्वर्गीय पितांकु हमें संतुष्ट करि परिबा. Now, very important thing. When you try to please God without the Holy Spirit, it is called self-righteousness. एबे गोटे गुरुत्वपूर्ण विषय में देखिबा जिते बेले आमे परमेश्वर को संतुष्ट करने को चाहूचु किंतु आमे पवित्र आत्मा शक्तिर सहाय्य आमे नौ ना आमे चाहूचु निजे आमे करिबा ता हम से आत्म स्वार्थपर बा आत्मनिर्भरता विषय से प्रकार घटी थाए. Just because you fast and pray for 100 days does not mean God is very happy with it. जदि मु कहिबी मु 100 दिन उपवास प्रार्थना करिबी तार अर्थ नुहे जे परमेश्वर बहुत खुशी हे जिवे मो पर. Oh, I'm going to feed 1,000 people and don't think God will be pleased with it. अब मु जाए कि हजार हजार लोगों को खाइबा को देबी एवं भाबीबी जे परमेश्वर से मो पर संपूर्ण संतुष्ट होई छांती. Oh, I'm not going to wear slippers for the next 1 year. It's not going to please God. अब मु मो पादरे चप्पल भी पिंधिबिनी खाली पादरे चलीबे एवं मु भाबीबी परमेश्वर मते संतुष्ट होई जिवे. Even though it is so called self-affliction, it is not pleasing unto God. जदि भी मोरडा आत्मर गोटे मु किछ गोटे त्यागर विषय करूची किबा गोटे कष्टर विषय करूची मु निजे करूची ता कोन से प्रकार परमेश्वर को संतुष्ट करिवो नाही. If God tells you to wear a sackcloth and walk for 1 day, it is righteousness. जदि परमेश्वर कहती तुम्हें से अखा सदृश किसी तुम्हें ड्रेस तुम्हें पिंध एवं तुम्हें से प्रकार जीवन को तुम्हें बिताओ गोटे दिन पाई ताहा हुए तो परमेश्वर निमंते धार्मिकतार विषय हेई पारे. So if that man was wearing a sackcloth, I also will wear a sackcloth. No, that is not righteousness. किंतु दी मु कहिबी कि आउ से लोक आउ से प्रकार अंगरखा से पिंधिची आउ से प्रकार से धार्मिकता बोली से जो देखौची मु मध्य ताको देखि कि से प्रकार करिवे किंतु ताहा धार्मिकता नुहे. So whenever you obey God, it is accounted as righteousness. जेतेबेले मध्य हमें परमेश्वरंकर आज्ञाबह होई थाउ ताहा धार्मिकता भाबरे ताहा परिणत होबा ताहा धार्मिकता को ही बुझाए. But when you disobey God, it is accounted to you as sin. किंतु जेतेबेले आमे परमेश्वरंकर अबाध्य होई थाउ ताहा पापरे हम निकटरे परिणत होई जाय. Now, what is the meaning of transgression? जदि हमें कहिबा गोटे अधर्म विषय लिखा जाय ताहा कोन अटे. Okay. Now, if you look at again, go to that word Psalm 32. He says over there that I will confess my transgression. I will confess my transgression.
ଏଠାରେ ଲେଖାଯାଏ ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣ ଅପରାଧ ମୁଁ ସ୍ୱୀକାର କରିବି। When I know that I should not do something, I do it knowingly. ଏଠି ଯୋଉ ଅପରାଧ ବିଷୟରେ ଲେଖାଯାଏ ତାର ଅର୍ଥ କଣ ଅଟେ ଯେ ମୁଁ ଜାଣିଛି ଆଉ ତାହା ଭୁଲ ଅଟେ କିମ୍ବା ତାହା ଠିକ ନୁହେଁ ତଥାପି ମୁଁ ତାହା କରିବି ତାହା ଅପରାଧ ଅଟେ। I know, we all know when you go to write an exam, you should not copy. ଯଦି ମୁଁ ଜାଣିଛି ଯେ ଆମେ ସମସ୍ତେ ଜାଣିଛୁ କି ପରୀକ୍ଷାରେ କପି କରିବା ତାହା ଗୋଟେ ଭୁଲ ଅଟେ ବୋଲି। But I am planning, I'm going to copy that day. I'm planning to copy that day. କିନ୍ତୁ ମୁଁ କଣ କରୁଛି ମୁଁ ଗୋଟେ ଯୋଜନା ବନଉଛି ଯେ ଆଜି ଦିନରେ ମୁଁ କଣ କରିବି ମୁଁ କପି କରିବି। So knowing that I should not copy, I'm copying is called transgression. ମୁଁ ଜାଣିଛି କପି କରିବା ଉଚିତ ନୁହେଁ କିନ୍ତୁ ମୁଁ କରୁଛି ବା କରିବି ତାହା ହିଁ ଅପରାଧ ଅଟେ। You're driving a bike or a car, red light is there, you cross the red light. ଆମେ କାର ହଉ କିମ୍ବା ଆମେ ରାସ୍ତାରେ ଯାନ ଚଳେଇକି ଯାଉଛୁ ଆଗରେ ରେଡ ଲାଇଟ ଲାଲିବତୀ ଜଳୁଛି ଆଉ ସିଗ୍ନାଲ ଆମେ ଦେଖୁଛୁ ତଥାପି ଆମେ ତାକୁ ଅତିକ୍ରମ କରିକି ଆଗକୁ ଯାଉଛୁ। The policeman will stop you and he'll say 100 rupees fine for disobeying the red light. ତ ଟ୍ରାଫିକ ପୁଲିସ କଣ କରିବ ସେ ଆମକୁ ଅଟକେଇବ ସେ କହିବ ତୁମେ ଟ୍ରାଫିକ ର ନିୟମ ତୁମେ ଉଲ୍ଲଂଘନ କଲ ସେଥିପାଇଁ ତୁମେ 100 ଟଙ୍କା ଫାଇନ ଦିଅ। So intentionally you saw the red light and disobeyed, 100 rupees fine. ତ କଣ ହେଲା ତୁମେ ଜାଣିକି ଦେଖିଲ ସେଇ ବତୀ ଜଳୁ ତଥାପି ଜାଣି ଶୁଣି ତୁମେ ତାକୁ ମାନେ ଅବଜ୍ଞା କଲ ତୁମେ ଅତିକ୍ରମ କରିକି ଆଗକୁ ଗଲ ତାହା ହିଁ ଏଥିପାଇଁ ତୁମକୁ ସେ ପୋଲିସ କଣ କରୁଛି ତୁମେ ତାକୁ ସେଇ ତୁମ ପ୍ରତି ସେ କିଛି ବିଶ୍ୱାସ କରୁଅଛି। Now iniquity. ତାପରେ ଆମେ ଦେଖିବା ଯୋଉଟା କି ଆଉ ଅଧର୍ମର ବିଷୟ। See Psalm 32 verse 5, I acknowledge my sinful nature and my iniquity. ଆମେ ଏଠାରେ ଦେଖୁଛୁ 5 ପଦରେ ଲେଖାଯାଏ ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ ଆପଣା ଅଧର୍ମ ଲୁଚାଇଲି ନାହିଁ। This iniquity is very dangerous. ଯୋଉ ଅଧର୍ମ ବିଷୟରେ ଲେଖାଯାଏ ତା ଅତି ଆଉ ଭୟଙ୍କର ବା ଗୋଟେ ଅତି ଗୋଟେ ବିପଦପୂର୍ଣ୍ଣ ବିଷୟ ଅଟେ। It is pre-planned. ତାହା ଆଗରୁ ଯୋଜନା କରାଯାଇଥାଏ। You know what is pre-planning? That you know, but you plan against it ahead. ଆମେ ଜାଣିଛୁ ତାହା ଭୁଲ ଅଟେ କିନ୍ତୁ ଆମ ମନ ମଧ୍ୟରେ ସେ ବିଷୟ କରିବା ପାଇଁ ଆମେ ଯୋଜନା ବନେଇ ଅଛୁ। You go to exam hall and by chance you copy. Somebody tells you the answer, you copy the exam. ଆମେ କଣ କରୁଛୁ ପରୀକ୍ଷା ହଲ କୁ ଯାଉଛୁ ଆଉ ଆମେ ଜାଣିଛୁ ଆଉ ସେ ଯୋଉ କପିର ବିଷୟ କିନ୍ତୁ ଆମେ ମାନେ ମନ ଭିତରେ ଭାବିଛୁ କି ଆମେ ମାନେ କପି ଆମେ କରିବୁ ବୋଲି। Okay, but if you are going to face the exam by preparing the notes in your house and going, that is iniquity. କିନ୍ତୁ ପରୀକ୍ଷା ପୂର୍ବରୁ ମୁଁ କଣ କରିବି ମୁଁ ମୋର ଘରେ ବସିକି ସବୁ ସେ ଗୋଟେ ନୋଟ ବନେଇବି ସବୁ ଲେଖିକି ମୁଁ କଣ କରିବି ଲୁଚେଇକି ତାକୁ ନେଇକି ଯିବି ତାହା ହିଁ ଅଟେ ଅଧର୍ମ। So iniquity is very dangerous. ସେଇ ଅଧର୍ମ ତାହା ଅତି ଗୋଟେ ବିପଦପୂର୍ଣ୍ଣ ଅଟେ। Now if you look at David's own life, we don't have time, that's not my topic today, regarding Bathsheba. ଦାଉଦଙ୍କ ବିଷୟରେ ମଧ୍ୟ ଆମେ ଦେଖିପାରିବା ଆଜ୍ଞା କୁହନ୍ତି ସମୟ ନାହିଁ କିନ୍ତୁ ଯଦି ଆମେ ବତ୍ସେବାଙ୍କ ବିଷୟ ଦାଉଦଙ୍କ ଜୀବନ ଦେଖିବା he asked who's that girl or that lady. ଆଉ ଦାଉଦ ପଚାରିଲେ କି ଆଉ ସେଇ ସ୍ତ୍ରୀ ବା ସେ ଝିଅ ବା ସେ ନାରୀ ସେ କିଏ ଅଟେ। Now David knows fully well that Bathsheba is married and her husband is Uriah. ଦାଉଦ ସେ ସ୍ପଷ୍ଟ ଭାବରେ ଜାଣିଥିଲେ କି ଆଉ ବତ୍ସେବା ସେ ବିବାହିତ ଅଟନ୍ତି ଏବଂ ତାହାଙ୍କର ସ୍ୱାମୀ ମଧ୍ୟ ଉରିୟ ଥିଲେ ବୋଲି। He's got all the information required. ତାଙ୍କୁ ଯାହା ବି ତଥ୍ୟର ଆବଶ୍ୟକତା ଥିଲା ସମସ୍ତ ତଥ୍ୟ ତାହାଙ୍କ ପାଖରେ ଥିଲା। As a king he knows the law of the land. ଯେହେତୁ ଜଣେ ରାଜା ଥିଲେ ସେ ଏବଂ ଗୋଟେ ଦେଶର ଯାହା ବି ନିୟମ କଣ ଅଟେ ତାହା ମଧ୍ୟ ତାହାଙ୍କୁ ଜଣା ଥିଲା। But he plans to do things against the own law of the land and against God. କିନ୍ତୁ ସେ କଣ କରିଲେ ସେ ନିଜର ଯୋଉ ଦେଶର ନିୟମ ଥିଲା
ତାହାକୁ ଉଲ୍ଲଂଘନ କରିକି ତାହାର ବିରୁଦ୍ଧରେ ଏବଂ ପରମେଶ୍ୱରଙ୍କର ବିରୁଦ୍ଧରେ ସେ ଯୋଜନା ସେ ବନେଇଲେ। Now, if you look at iniquity, it will not accept. It will not say, okay, I did it. It will not accept. It will always be adamant. What fast uncle? Iniquity, it will not accept. It will be a very adamant, it will say no. ଅଧର୍ମ ଗୋଟେ ଏ ପ୍ରକାର ବିଷୟ ଯୋଉଟା କି ତା ଗ୍ରହଣ କେବେ ବି କରିପାରିବନି ଜଣେ ସେ ବିଷୟକୁ ନେଇକି ସବୁବେଳେ ସେ ମନା ହିଁ କରୁଥିବ। If a man is caught in crime, he will say, no, I didn't commit the murder. ଉଦାହରଣ ସ୍ୱରୂପ ଗୋଟେ ଲୋକ ସେ ଅପରାଧରେ କିଛି ଭୁଲ କାମ କରିକି ଧରା ପଡିଲା ସେ କିନ୍ତୁ ସ୍ୱୀକାର କରିବନି, ସେ କହିବ ନା ମୁଁ ତାହା କରି ନାହିଁ। So why that nature inside has become hard-hearted. କାହିଁକି ତା ଭିତରେ ଯୋଉ ଗୁଣ ଅଛି ସେ କଠିନ ମନ ଯୋଉ ତାର ଅଛି ସେଥି ନିମନ୍ତେ। Because this man harmed him in the past, he plans how to kill him. Why? That is that nature inside called iniquity. ଏବଂ ସେହି ଲୋକ ସେ ଯୋଜନା ବନଉଛି ଆଗକୁ ଯେ ସେ ତାହାକୁ କ୍ଷତି ପହଞ୍ଚାଇଥିଲା ଏବେ ଯୋଜନା ବନଉଛି ଜଣକୁ ସେ ବଧ କରିବ, ତାର ଅର୍ଥ କଣ ଅଟେ? ତା ମନ ମଧ୍ୟରେ ସେ ଅଧର୍ମର ବିଷୟ ରହିଅଛି। He is not afraid of law, he is not afraid of God. ସେ କୌଣସି ପ୍ରକାରେ ନା ସେ ତାର ନିଜର ନିୟମ ସମସ୍ତକୁ ସେ ଭୟ କରୁଅଛି ନା ସେ ପରମେଶ୍ୱରଙ୍କୁ ସେ ଭୟ କରୁଅଛି। And very sadly, many of them don't repent, unless God comes in, only they repent. ଏ ପ୍ରକାର ଅନେକ ଲୋକମାନେ ସେମାନେ ଅନୁତାପ କରନ୍ତି ନାହିଁ, ମନ ପରିବର୍ତ୍ତନ କରନ୍ତି ନାହିଁ, ଯୋଉ ପର୍ଯ୍ୟନ୍ତ ପରମେଶ୍ୱର ସିଧାସଳଖ ଭାବରେ ତାହାଙ୍କୁ କଥା କୁହନ୍ତି ନାହିଁ ସେବେଳେ ସେମାନେ ମନ ପରିବର୍ତ୍ତନ କରନ୍ତି ନାହିଁ। Now coming back to our topic here this morning concerning Saul. ଆଜି ପୁନର୍ବାର ଆମେ ଆମର ଯୋଉ ବିଷୟ ଅଛି ତାହା ମଧ୍ୟକୁ ଆମେ ଆସିବା, ଯୋଉଠି ଆମେ ଦେଖିବା କି ସାଉଲଙ୍କର ବିଷୟକୁ। What made him to become a hard-hearted now person to harm or even to attempt murder on David? ସେଇ ସାଉଲଙ୍କ ଯୋଉ ମନ ଥିଲା, ଯୋଉ ତାହାଙ୍କର ମନ ଥିଲା ଗୋଟେ ଘୃଣାର ବିଷୟ ଥିଲା କି ଗୋଟେ କିଛି ରାଗ ତାଙ୍କ ମନରେ ଥିଲା, ଏବେ ତାହାଙ୍କ ମନ ଏତେ କଠିନ ହୋଇଯାଇଛି ଯେ ଆଉ ତାହାଙ୍କୁ ଦାଉଦଙ୍କୁ ବଧ କରିବା ନିମନ୍ତେ ସେ ଯୋଜନା କରୁଅଛନ୍ତି। କାହିଁକି? Because God himself is not with him. କାରଣ ପରମେଶ୍ୱର ସ୍ୱୟଂ ତାଙ୍କ ସହିତ ନାହାନ୍ତି। Neither does he have a heart of compassion or godliness. Nothing is inside him also. ଏବଂ ସାଉଲଙ୍କ ହୃଦୟରେ ମଧ୍ୟ ନା କୌଣସି ପ୍ରକାର ଦୟା ପ୍ରେମ ଆମେ କହିବା କ୍ଷମାର ବିଷୟ ଏ ପ୍ରକାର କୌଣସି ବିଷୟ ତାଙ୍କ ମନ ମଧ୍ୟରେ ନାହିଁ। All that is inside his heart is anger against, or you could say pride, because of David. ଯଦି ଆମେ କହିବା ତାଙ୍କ ହୃଦୟ ମଧ୍ୟରେ କେବଳ ଆଉ ସେଇ ଯୋଉ କ୍ରୋଧ ଅଛି, ସେଇ ଦାଉଦଙ୍କ ବିରୁଦ୍ଧରେ ଯୋଉ ଘୃଣାର ବିଷୟ ତାହା ହିଁ ତାଙ୍କ ହୃଦୟ ମଧ୍ୟରେ ରହିଅଛି। That's why Bible Jesus himself said, love your enemies. ବାଇବଲରେ ଲେଖାଯାଏ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହିଛନ୍ତି ତୁମେ ଆପଣ ଶତ୍ରୁ ମାନଙ୍କୁ ପ୍ରେମ କର। Why? If you hate them, you'll become like Saul. You'll become worse than Saul. ଯଦି ଆମେ ସେ ପ୍ରକାର ଶତ୍ରୁକୁ ଘୃଣା କରିବା ଆମେ ସେ ସାଉଲଙ୍କ ସଦୃଶ ହେଇଯିବା ଏବଂ ସାଉଲଙ୍କ ଠାରୁ ମଧ୍ୟ ଅଧିକ ଆମେ ଖରାପ ହେଇଯିବା। The Bible says, forgive them, pray for them. ବାଇବଲରେ ଲେଖାଯାଏ ତୁମେ ସେମାନଙ୍କୁ କ୍ଷମା କର, ତୁମେ ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। We try to justify, oh no, he did this, so I also will do back. No justification here. କିନ୍ତୁ ଆମେ ମାନେ ଆଉ ବିଚାର ନିଜ ଭାବରେ ଆମେ ନିଜ ମନ ମଧ୍ୟରେ କରିଦେଇଥାଉ କି ନା ମୁଁ ସେ ପ୍ରକାର କରିବି, ସେ ମୋ ପ୍ରତି ଯାହା କଲା ମୁଁ ତାହା ପ୍ରତି ସେହି ପ୍ରକାର ହିଁ କରିବି। Now if you look at going back here to Saul's life, Jonathan goes back to his father and tells him, Daddy, whatever you're doing against David is wrong. ଯଦି ପୁନର୍ବାର ଆମେ ଦେଖିବା ଯୋନାଥନ କଣ କରୁଛନ୍ତି, ସେ ଆପଣ ପିତା ସାଉଲଙ୍କ ନିକଟକୁ ଯାଇକି ସେ କହୁଅଛନ୍ତି ତୁମେ ଯେକୌଣସି ବିଷୟ ଦାଉଦଙ୍କ ବିରୁଦ୍ଧରେ କରୁଅଛ ତାହା ସମ୍ପୂର୍ଣ୍ଣ ଭୁଲ ଅଟେ। And if you look at 1 Samuel chapter 19, ପ୍ରଥମ ସାମୁଏଲ ତାର 19 ପର୍ବରେ ଯଦି ଆମେ ଦେଖିବା, look at verse 4. ଆମେ ତାର 4 ପଦ ଦେଖିବା। ପ୍ରଥମ ସାମୁଏଲ 19 ପର୍ବର 4 ପଦ ଆମେ ଦେଖିବା। ପୁଣି ଯୋନାଥନ ଆପଣା ପିତା ସାଉଲଙ୍କୁ ଦାଉଦଙ୍କ ବିଷୟରେ ଭଲ କଥା କହି ତାଙ୍କୁ କହିଲା, ମହାରାଜ ଆପଣା ଦାସ ଦାଉଦ ବିରୁଦ୍ଧରେ ପାପ ନ କରନ୍ତୁ, ଯେହେତୁ ସେ ଆପଣଙ୍କ ବିରୁଦ୍ଧରେ ପାପ କରିନାହିଁ, ମାତ୍ର ତାହାର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି। So this is the thought that you should have in your heart, that you should try to be loving towards to everyone.
ए जो विषय ए जो मनोभाव आमे देखुछु जोनाथनकर सेही प्रकार विषय आज समस्तक निमंते आम हृदय रे रहिबा दरकार। You know, and you find here, he goes and corrects his own father and tells him, Daddy, your things, what you're doing is not correct. जदि आमे देखिबा जोनाथन निजे स्वयं जो पिताଙ୍କ पाखକୁ ଯାଇକି କହୁଛନ୍ତି କି ଯେ ବାପା ତୁମେ ଯାହା କରୁଛ ତୁମେ ତାହା ଠିକ ନୁହେଁ ତାଙ୍କ ବାପାଙ୍କୁ ସେ ସଂଶୋଧନ କରୁଅଛନ୍ତି। So the Bible says in Matthew chapter 5, they are blessed are the peacemakers, the Bible says. ମାଥ୍ୟୁ ତାର 5 ପର୍ବର ଯେ ପ୍ରକାର ଲେଖା ଯାଏ ଆଉ ଶାନ୍ତିକାରକ ଲୋକେ ଧନ୍ୟ ଲେଖା ଯାଏ ମାନେ ସେ ଶାନ୍ତି ସେମାନେ ବଜାୟ ରଖନ୍ତି। Okay, in James chapter 5, the Bible says in verse 19 and verse 20 that if anyone should wander away from the truth, now someone should go and bring him back. ଯାକୁବ ତାର 5 ପର୍ବର 19 ଏବଂ 20 ରେ ପ୍ରକାର ଲେଖା ଯାଏ ଯେ କି ମଧ୍ୟ ସତ୍ୟ ଠାରୁ ଦୂରକୁ ଯାଏ କିମ୍ବା ପଛକୁ ଫେରି ଯାଏ ଆଉ ଆମମାନଙ୍କର କର୍ତ୍ତବ୍ୟ ହେଉଛି ଯେ ଆମେ ତାକୁ ଯାଇକି ପୁନର୍ବାର ଫେରେଇ ଆଣିବା। No, we should not say, oh, that's not my business, let him do whatever he wants. No, we should stop. ଆମେ ପ୍ରକାର କହିବାନି କି ଠିକ ଅଛି ତା ମୋ କାମ ନାହିଁ ତାକୁ ଫେରେଇକି ଆଣିବା କିନ୍ତୁ ଆମେ ସେ ପ୍ରକାର କହିବାନି କିନ୍ତୁ ଆମେ ପ୍ରକୃତରେ ସେ ଲୋକକୁ ଫେରେଇ ଆଣିବା ନିମନ୍ତେ ଆମେ କାର୍ଯ୍ୟ କରିବା ଦରକାର। So in the church, our responsibility is to take care of one another. ଆମେ ଯେହେତୁ ଏକ ମଣ୍ଡଳୀ ଅଛୁ ଆମ ପରସ୍ପର ନିମନ୍ତେ ଆମ ହୃଦୟ ମଧ୍ୟରେ ଏକ ବିଷୟ ରହିବା ଦରକାର ଯେ ଆମେ ପରସ୍ପରର ଯତ୍ନ ଆମେ ମାନେ ନେବା। Yeah, let us be, like-minded people who will care for one another. ଆମେ ଏହି ପ୍ରକାର ଲୋକ ହେବା କି ଆମେ ଅନ୍ୟମାନଙ୍କ ପାଇଁ ଆମେ ଯତ୍ନ କରିବା ଅନ୍ୟମାନଙ୍କ ପାଇଁ ଆମେ ସେ ବିଷୟ ଭାବିବା। Yeah, don't be like Cain, trying to hurt his brother. ଆମେ କଇନ ଭଳିଆ ହେବା ନାହିଁ କଇନ ଯୋଉ ଭାଇକୁ ସେ କ୍ଷତି ପହଞ୍ଚାଇଲା ଆମେ ସେ ପ୍ରକାର ହେବା ନାହିଁ। But be a Jonathan, try to protect one another. କିନ୍ତୁ ଆମେ ଯୋନାଥନ ସଦୃଶ ହେବା ଆମେ ପରସ୍ପର ନିମନ୍ତେ ଆମେ ସୁରକ୍ଷାର ବିଷୟ ଆଣିବା ପରସ୍ପରକୁ ଆମେ ସୁରକ୍ଷା ଦେବା। And let's not forget about those 3 things we spoke about this morning for a little time: sin, transgression, and iniquity. ଏବଂ ଆମେ କିଛି ଅଳ୍ପ ସମୟ ଯୋଉ ଗୀତ ସଂହିତା 32:5 ରେ ଆମେ ଦେଖିଲୁ ପାପ ଅଧର୍ମ ଏବଂ ଅପରାଧ ବିଷୟରେ ଆଉ ଏହି ବିଷୟ ମଧ୍ୟ ଆମେ ଭୁଲିବା ନାହିଁ। Now, because Saul was having full anger towards David, that you find evil spirit trying to use that to harm David more. ଯେହେତୁ ସାଉଲଙ୍କ ମନ ମଧ୍ୟରେ ଦାଉଦଙ୍କ ନିମନ୍ତେ ଆଗରୁ ହିଁ ଯୋଉ ଘୃଣା ଥିଲା ଯୋଉ ରାଗ ଥିଲା ତାହା ସେ ମନ୍ଦ ଆତ୍ମା ତାକୁ ଅଧିକ ବ୍ୟବହାର କରିକି ତାକୁ ଅଧିକ ଭାବରେ ସେ ବଢେଇ ଦେଲା। Now Jonathan had love towards David, and that's why he stood up and spoke to the king and said, Daddy, what you're doing is wrong. କିନ୍ତୁ ଯୋନାଥନଙ୍କ ହୃଦୟରେ ଆଉ ଦାଉଦଙ୍କ ପାଇଁ ଯୋଉ ପ୍ରେମ ଥିଲା ସେ ପ୍ରେମ ପାଇଁ ସେ କଣ କଲେ ତାଙ୍କ ବାପାଙ୍କ ସମ୍ମୁଖରେ ସେ ଠିଆ ହେଲେ ଏବଂ ତାଙ୍କ ବାପାଙ୍କୁ ସଂଶୋଧନ କରିକି କହିଲେ ତୁମେ ଯାହା ବି କିଛି କରୁଅଛ ତା ସମ୍ପୂର୍ଣ୍ଣ ଭୁଲ ଅଟେ। The Bible says that if you have love in your heart, there is no fear. ବାଇବେଲରେ ଲେଖା ଯାଉଛି ତୁମ ହୃଦୟରେ ପ୍ରେମ ଅଛି ଆଉ ସେ ପ୍ରକୃତ ପ୍ରେମ ତା କୌଣସି ପ୍ରକାର ସେ ଭୟ ଆଣେ ନାହିଁ। Let us close our eyes and look to God this morning. ଆସନ୍ତୁ ଏଇ ସକାଳ ସମୟରେ ଆମେ ଆପଣ ଚକ୍ଷୁ ବନ୍ଦ କରି ଆମେ ପ୍ରଭୁଙ୍କ ଆଡ଼େ ଦୃଷ୍ଟିପାତ କରିବା। Father, we come to your presence this morning in Jesus' name. ପିତା ଯେ ପ୍ରତ ସମୟରେ ପ୍ରଭୁ ଯୀଶୁଙ୍କ ନାମରେ ଆମେ ତୁମର ଉପସ୍ଥିତ ମଧ୍ୟକୁ ଆସିଅଛୁ। For a few minutes, Lord, we were looking into the word of God concerning Saul and David. ଆଉ ପ୍ରଭୁ ଆମେ କିଛି ଅଳ୍ପ କ୍ଷଣରେ ଆଉ ଆମେ ତୁମର ସେ ବାକ୍ୟ ମଧ୍ୟକୁ ଯାଇ ଆମେ ସେଇ ସାଉଲଙ୍କର ଯୋଉ ସ୍ୱଭାବ ଥିଲା ଦାଉଦଙ୍କ ପ୍ରତି ପ୍ରଭୁ ତାହା ଆମେ ଦେଖିଲୁ। His repeated attacking of David. ସେ କି ପ୍ରକାର ବାରମ୍ବାର ସେ ଆଉ ଦାଉଦଙ୍କୁ ଆଘାତ କରିବା ନିମନ୍ତେ ଆକ୍ରମଣ କରିବା ନିମନ୍ତେ ପ୍ରୟାସ କରୁଥିଲେ। One of the reasons why that was is because of his personal anger and hatred towards David. ତାର କାରଣ କଣ ଥିଲା ତାର କାରଣ ଏହା ଥିଲା ଯୋଉ ବ୍ୟକ୍ତିଗତ ଭାବରେ ତାଙ୍କର ଯୋଉ ଘୃଣାର ବିଷୟ ଯୋଉ କ୍ରୋଧର ବିଷୟ ଦାଉଦଙ୍କ ନିମନ୍ତେ ଥିଲା ତାହା ପାଇଁ। Or this morning, if we are angry with anybody or hating somebody, remove those evil things from our hearts, Lord. ଯଦି ଆଜି ଏହି ସକାଳ ସମୟରେ ଆଜି ଆମ ମାନଙ୍କ ହୃଦୟ ମଧ୍ୟରେ ଯଦି କାହାର ବିରୁଦ୍ଧରେ ମଧ୍ୟ ଯଦି ଘୃଣାର ବିଷୟ ଅଛି କିମ୍ବା କିଛି ରାଗ ଅଛି ପ୍ରଭୁ ତୁମେ ସମ୍ପୂର୍ଣ୍ଣ ତାହାକୁ ଦୂର କରିଦିଅ। Lord, we pray that you sanctify us with the precious blood. ପ୍ରଭୁ ଆମେ ପ୍ରାର୍ଥନା କରୁଛୁ ତୁମେ ଆପଣ ପବିତ୍ର ରକ୍ତରେ ଆମକୁ ତୁମେ ପରିଷ୍କାର କର। Lord, give us that Holy Spirit anointing that we may obey you and please you, Father.
प्रभु तुम्हें हमको से पवित्र आत्मा कर अभिषेक दियो जिस प्रकार हमें तुम्हारी आज्ञा वो ही परिबे प्रभु। And if we come to know that somebody is trying to harm somebody, help us to be like Jonathan. आ यदि प्रभु आज आम जाना पाइबू जे यदि जड़े आउ जन प्रति कौन क्षति पहुंचाक जाऊँ आमको जोनाथन को सदृश कर से विषय को दूर करने So निमंते that we can help that person from not getting involved into sin. जे प्रकार आम से लोक को साहाय्य करि परिबु से पापर न पड़िबा पाई। In Jesus' precious name I pray, Father. Amen. प्रभु जीशुंकर बहुमूल्य नाम रे प्रार्थना मागुछि पिता, आमेन। Praise the Lord. प्रेज द लॉर्ड।